ঝারସୁগুড়া জেলা কিরমিরা ব্লক অন্তর্গত অর্ডা পঞ্চায়েত সারসমাল কহরপড়া অঙ্গনবাড়ি জ্ঞানকেন্দ্রে ব্লক সমন্বিত শিশু বিকাশ অধিকারিণী সন্ধ্যারাণী ସାହୁଙ୍କ ଅଧ୍ୟକ୍ଷତାରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗର୍ଭବତୀ ମା, ଶିଶୁମାନଙ୍କ ମା, କିଶୋରୀ ବାଳିକା, କହରପଡ଼ା ଅଙ୍ଗନବାଡ଼ି ଜ୍ଞାନକେନ୍ଦ୍ରର ସଂଶ୍ଳିଷ୍ଟ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନେଇ ଜ୍ଞାନକେନ୍ଦ୍ରର ମହତ୍ତ୍ୱ ଯଥା ଶିଶୁଙ୍କ ଯତ୍ନ, ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ଅଧିକାର, ଆତ୍ମରକ୍ଷା, ସ୍ୱଚ୍ଛତା, ବାଲ୍ୟବିବାହ ବିଷୟରେ ଏହା ସହ ପୁଷ୍ଟିକର ଖାଦ୍ୟ, ସାର, ପନିପରିବା, ଡାଲି ଜାତୀୟ ସାମଗ୍ରୀ ମେଳା କରି ମା'ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସୁପରଭାଇଜର ସନ୍ତୋଷିନୀ ମହାପାତ୍ର, ମମତା ପିଏ, ନିବେଦିତା ବାଗ, ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନା ମହାନନ୍ଦ, ସହାୟିକା ମମତା ପିଂ, ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ କରାଳି ପ୍ରମୁଖ ଉପସ୍ଥିତ ରହି ଜ୍ଞାନକେନ୍ଦ୍ରର ମହତ୍ତ୍ୱ ବୁଝାଇ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ।